नमस्कार। ମୁଁ ହର୍ଷ ପରିଚ୍ଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏ ଭିଡିଓରେ ଆମେ ଆଲୋଚନା କରିବା ଗତ ଅକ୍ଟୋବର 9 ତାରିଖ ଦିନ ପାକିସ୍ତାନ କାବୁଲ ଉପରେ ଯୋଉ ଏୟାର ଷ୍ଟ୍ରାଇକ୍ କରିଛି ତାରି ଉପରେ ଆମେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେନି, କାରଣ ଆପଣମାନଙ୍କର ପ୍ରତ୍ୟେକଟି ସବସ୍କ୍ରାଇବ ଗୋଟେ ନୂତନ ନୂତନ ପ୍ରେରଣା ଯୋଗାଉଛି ନୂଆ ନୂଆ ଭିଡିଓ ନେଇ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ। ତେବେ ଆସନ୍ତୁ ଆରମ୍ଭ କରିବା ଯେ ଗତ 9 ତାରିଖ ଦିନ ପାକିସ୍ତାନ ତରଫରୁ କାବୁଲରେ ଏକ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଠିକ ରାତି 9ଟା 50 ମିନିଟ ସମୟରେ, ସ୍ଥାନୀୟ ସମୟ 9ଟା 50 ମିନିଟ ସମୟରେ। ଏହି ସମୟରେ ସ୍ଥାନୀୟ ବାସିନ୍ଦା ଶୁଣିଲେ ଯେ ଏକ ଭୟଙ୍କର କମାଣ ଶବ୍ଦ ବା ବମ୍ ଫୁଟିବା ଶବ୍ଦ ଶୁଭା ଯାଉଛି। ତାର କିଛି ସମୟ ପରେ ସେମାନେ ବାହାରି ଦେଖୁଛନ୍ତି ଯେ ଏଇଟା ଯେ ବିମାନ ଦ୍ୱାରା ଆକ୍ରମଣ କରାଯାଉଛି। ବିଶେଷ କରି ଏହି ଆକ୍ରମଣଟି ଅ ସେକ୍ଟର 8 ଜିଲ୍ଲାର ହକ୍ସୟାର ନିକଟରେ, ପୂର୍ବ ସେକ୍ଟରର ଯୋଉଟା ଅଛି କାବୁଲର କିଛି ଅଂଶ, ତାର ଉପରେ ହିଁ ବିସ୍ଫୋରଣ ହେଇଛି ଏବଂ ଗୁଳି ଫୁଟିବାର ଶବ୍ଦ ମଧ୍ୟ ଶୁଣିଛନ୍ତି ଯୋଉ ବାସିନ୍ଦା ମାନେ ପାଖରେ ଥିଲେ। ଯାହା ଫଳରେ ବାସିନ୍ଦା ମାନେ ସେମାନେ କହିଛନ୍ତି ଯେ ଏଇଟା ପ୍ରକୃତ ପକ୍ଷେ ଏକ ବିମାନ ଆକ୍ରମଣ, ଯୋଉ ଆକ୍ରମଣରେ କି ସେମାନେ ଯାହା କହିଛନ୍ତି ତେହରିକ ଇ ତାଲିବାନ ପାକିସ୍ତାନର ନେତା ନୂର ୱାଲି ମେହସୁଦକୁ ନିପାତ କରିବା ପାଇଁ ପାକିସ୍ତାନ ଯୋଉ ଯୋଜନା କରିଛି ସେ ଯୋଜନା ପାଇଁ ହିଁ ଏହି ଆକ୍ରମଣ କରାଯାଇଛି। କିନ୍ତୁ ପ୍ରକୃତ ପକ୍ଷେ ଦେଖିଲା ବେଳେ ଯେ ୟାର ପରବର୍ତ୍ତୀ ସମୟରେ ଯେ ଖୋଷ୍ଟ ଏବଂ ଜଲାବାଦ ଏବଂ ପାକ୍ଟିକା ଏଇ ଅଞ୍ଚଳରେ ହିଁ ଆକ୍ରମଣ କରାଯାଇଛି। ଏଇ ଯୋଉ ଆକ୍ରମଣ କରାଯାଇଛି ଏଇ ଆକ୍ରମଣ ଫଳରେ ଆପଣଙ୍କର ତେହରିକ ଇ ତାଲିବାନ ପାକିସ୍ତାନର 2 ଜଣ ବରିଷ୍ଠ ସଦସ୍ୟ ମୃତ୍ୟୁବରଣ କରିଛନ୍ତି। ଏବଂ ଏହି ପରିପ୍ରେକ୍ଷୀରେ ଟିଟିପି ଯୋଉଟା କି ଆପଣଙ୍କର ତେହରିକ ତାଲିବାନ ପାକିସ୍ତାନର ଅଧିକାରୀ ନିଶ୍ଚିତ କରି ସେ କହିଛନ୍ତି ଯେ ଏଇ ଘଟଣାରେ ବା ଏଇ ଏୟାର ଷ୍ଟ୍ରାଇକରେ ଯେ 2 ଜଣ ବରିଷ୍ଠ ନାଗରିକ ବା ସଦସ୍ୟ ମୃତ୍ୟୁବରଣ କରିଛନ୍ତି ଏବଂ ସେମାନେ ଯୋଉ ଅ, ମୁଖ୍ୟ ତାଙ୍କର ଯେ ଟିଟିପି ମୁଖ୍ୟ ଅଛନ୍ତି ଆପଣଙ୍କର ନୂର ୱାଲି ମେହସୁଦକୁ ମଧ୍ୟ ସେମାନେ ଟାର୍ଗେଟ କରିଛନ୍ତି, ଏ କଥାଟି ସେ ଟିଟିପି ଅଧିକାରୀ ମାନେ କହିଛନ୍ତି। ତ ୟାରି ପରିପ୍ରେକ୍ଷୀ ଏଇ ନ୍ୟୁଜଟି ଚାରିଆଡେ ପ୍ରଘଟ ହେଲା। ଏହାରି ସମୟରେ ଭାରତରେ ଆସିଥିବା ଅ, କାବୁଲର ବୈଦେଶିକ ମନ୍ତ୍ରୀ ଅମିର ଖାଁ ସେ କହିଛନ୍ତି, ଅମିର ଖାଁ ମୁତାଲି ସେ କହିଛନ୍ତି ଯେ ପାକିସ୍ତାନକୁ ଚେତାବନୀ ଶୁଣେଇଛନ୍ତି ଆଫଗାନିସ୍ତାନ ସହିତ ଯଦି ପାକିସ୍ତାନ ଯଦି ଲାଗିଲା ତାହେଲେ ତାର ପରିଣାମ ଭୟଙ୍କର ଭୟାନକ ହବ। କାରଣ କାବୁଲ ସହିତ ଯିଏ ଲାଗିଛି ସିଏ ଜାଣିଛି କାବୁଲର ଶକ୍ତି କଣ ଏବଂ କାବୁଲର ଅ, କ୍ଷମତା କଣ ଏବଂ କିଭଳି ସେ ଆଟାକ କରିପାରେ। ତ ୟାରି ବିଷୟରେ ଯଦି ଜାଣିବାର ଅଛି ତାହେଲେ ସେ ଆମେରିକାକୁ ପଚାରି ପାରିବେ ବା ବ୍ରିଟେନକୁ ପଚାରି ପାରିବେ। ସେମାନେ ଭଲ ସାକ୍ଷ୍ୟ ଦେଇପାରିବେ ଯେ ଆମେରିକାର କେମିତି କ୍ଷତି କରାହେଇଥିଲା ବା ଆମେରିକାକୁ କେମିତି କାବୁଲରୁ ବାହାର କରାଯାଇଥିଲା ବା ବ୍ରିଟେନକୁ କେମିତି ତାର ମୁହଁତୋड़ ଜବାବ ଦିଆଯାଇଥିଲା। ତାଠୁ ସେମାନେ ପାଇପାରିବେ ଯେ କାବୁଲ କଣ କରିପାରିବ ପାକିସ୍ତାନ ପାଇଁ। ଏଇ କଥାଟି ସେ ଧମକେଇଛନ୍ତି ଏବଂ ସେ ମଧ୍ୟ ଆହୁରି କହିଛନ୍ତି ଯେ ଭାରତ ବିରୋଧରେ ଆଫଗାନିସ୍ତାନ ମାଟିକୁ ବ୍ୟବହାର କରିବାକୁ ଆମେ କେବେ ବି ପ୍ରୋତ୍ସାହନ କରିବୁ ନାହିଁ ବା ପ୍ରୟାସ କରିବୁ ନାହିଁ। କାରଣ ଏହି ସମୟରେ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଯିଏକି ମୁତାଲି ବା ଅମିର ଖାନ ମୁତାଲି ମୁତାକି ସେ କ୍ଷମା କରିବେ ମୁତାକି ସେ ଚୁକ୍ତି ପାଇଁ ସେ ଭାରତ ଆସିଥିଲେ। ତେଣୁ ଏହି ଖବର ଯେତେବେଳେ ସେ ଶୁଣିଛନ୍ତି ଭାରତରେ ହିଁ ପାକକୁ ସେ ଧମକେଇଛନ୍ତି ଏବଂ ଭାରତରେ ରହି ହିଁ ପାକ ମନ୍ତ୍ରଣାଳୟକୁ ସେ ସୂଚେଇଛନ୍ତି ଯେ ଏଇଟା ଏକ ଭୟାନକ ଘଟଣା ଘଟିବ, ଏଥିରୁ ନିବୃତ୍ତ ରହିବାକୁ ପଡିବ ପାକିସ୍ତାନ, ନଚେତ ପାକିସ୍ତାନକୁ ଭୟାନକ ଭାବରେ ତାର ପରିଣାମ ସେ ନିଜେ ପାଇପାରିବ। ଏ କଥାଟି ଯେ କି ଶ୍ରୀ ଅମିର ଖାନ ମୁତାକି ସ୍ପଷ୍ଟ ଭାବରେ ସୂଚେଇ ଦେଇଛନ୍ତି। ତ ୟାରି ପରିପ୍ରେକ୍ଷୀରେ ଆମେ ଯଦି କହିବା ଏଇଟା କାହିଁକି ହେଇଛି ନା ପ୍ରକୃତ ପକ୍ଷେ ଏଇଟା ଟିଟିପି ମୁଖ୍ୟ ତାଙ୍କୁ ନିପାତ କରିବା ପାଇଁ ପାକିସ୍ତାନ ଚେଷ୍ଟା ଚଲେଇଛି, କିନ୍ତୁ ପ୍ରକୃତ ପକ୍ଷେ ତାଙ୍କୁ ନିପାତ କରିପାରି ନାହିଁ। କାରଣ ସେଇ ଯୋଉ ମେସୁଦ ନିଜେ ସେ ଭିଡିଓ ମାଧ୍ୟମରେ ସେ ଅଡିଓ ଜାରି କରିଛନ୍ତି ଯେ ମୋର କୌଣସି କିଛି କ୍ଷତି ହୁଏ ନାହିଁ ବା ମୁଁ ଯୋଉ ନିଖୋଜ ଅଛି ବୋଲି କହୁଛନ୍ତି ସେଥିରେ କୌଣସି ଠିକ ଖବର ନୁହଁ ବା ସେଇଟା ମାନେ ସଠିକ ଖବର ନୁହଁ। ପ୍ରକୃତରେ ମୁଁ ଠିକ ଜାଗାରେ ଠିକ ସମୟରେ ମୁଁ ନିଶ୍ଚିତ ହେଇକି ଅଛି, ମୁଁ ବଞ୍ଚିଛି, ମୋର କେହି କିଛି କ୍ଷତି କରିପାରି ନାହାନ୍ତି ବି କ୍ଷତି କରିପାରିବେ ନାହିଁ। ଏ କଥାଟି ଟିଟିପିର ଯେ ମୁଖ୍ୟ ସେ ଅଡିଓ ମାଧ୍ୟମରେ ଜଣେଇଛନ୍ତି। ତ ୟାରି ପରିପ୍ରେକ୍ଷୀରେ ଆମେ ଯଦି ଚାହିଁବା ଯେ
ପାକିସ୍ତାନ ସେ ବର୍ତ୍ତମାନ ଭଡ଼କି ଅଛି। କାହିଁକି ଭଡ଼କି ଯାଇଛି? ନା ଯେହେତୁ କାବୁଲ ଭାରତ ସହିତ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି ଏବଂ ଭାରତ ସହିତ ସମ୍ପର୍କ ସ୍ଥାପନ କରି ତାର ସମସ୍ତ ବୈଦେଶିକ ବେପାର କ୍ଷେତ୍ରରେ ବା ବିଭିନ୍ନ ବାଣିଜ୍ୟ କ୍ଷେତ୍ରରେ ବା ପୁଞ୍ଜି ବିନିଯୋଗ କ୍ଷେତ୍ରରେ ବା ଦେଶର ଉନ୍ନତି କ୍ଷେତ୍ରରେ ସେ ଭାରତର ଯୋଉ ସାହାଯ୍ୟ ସହାନୁଭୂତି ଲୋଡ଼ିଛି, ୟାରି ପରିପ୍ରେକ୍ଷୀରେ ପାକିସ୍ତାନର ମୁହଁ ବଙ୍କା ହଉଛି ବା ମୁହଁ ତୋड़ ହଉଛି ବା ପାକିସ୍ତାନର ମୁଣ୍ଡ ଗରମ ହେଇଯାଉଛି। କାରଣ ସେମାନେ ଯଦି ମିଶିଲେ ପାକିସ୍ତାନ ପାଇଁ ସେଟା ବିପଦ ହବ। ସେଥିପାଇଁ ସେ ବର୍ତ୍ତମାନ ତାର ଆଖପାଖ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ କରିବାରେ ଲାଗିଛି ଏବଂ କାବୁଲର କିଛି ଅଂଶ ମଧ୍ୟ ସେ ଦଖଲ କରିବାକୁ ଯାଉଛି, ଯାହା ସୂଚନା ଅଛି। ଦଖଲ କରିବା ପାଇଁ ଚେଷ୍ଟା କରୁଛି। ଯୋଉ ଜାଗାରେ କି ମେହସୁଦ ଅଛନ୍ତି ଯେ ଟିଟିପି ମୁଖ୍ୟ। ତେଣୁ ଏଇଟା ହଉଛି ପାକିସ୍ତାନର ଗୋଟେ ଭୟାନକ ଆକ୍ରମଣ। ଏବଂ এই ଆକ୍ରମଣ କାହିଁକି କରିଛନ୍ତି? ନା ପାକିସ୍ତାନ ଭୟଭୀତ ହଉଛି ଯେ କାବୁଲ ସହିତ ଭାରତର ସମ୍ପର୍କ ଜଡ଼ିତ ହେବା ପାଇଁ ହେବାରୁ। ତ ଏଇଟା ହଉଛି ପ୍ରକୃତ ପକ୍ଷେ ଗତ 9 ତାରିଖରେ ଯୋଉ ଘଟଣା ଘଟିଛି। ଭିଡିଓଟି ନିଶ୍ଚିତ ଭାବରେ ଆପଣମାନେ ଦେଖିଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।